ମୁଁ ଡାକିବାର କାରଣ ଝାନ୍ସୀ ମହାନ୍ତି ଓରଫ ରାକ୍ଷୀ ମହାନ୍ତି ନାମକ ଜଣେ ମହିଳା ମୋ ନାମରେ ଏକ ମିଛ ଧର୍ଷଣ କେସ୍ କରି ମୋତେ ଜେଲରେ 167 ଦିନ ରଖାଇଲେ। ସତ୍ୟାସତ୍ୟ ତାର ଅଲଗା କଥା। ସେ 9/7/2021 ମୋ ସହିତ ଫେସବୁକ୍ରେ ବନ୍ଧୁତା ସୃଷ୍ଟି କରି ମୋ ପାଖରୁ ବିଭିନ୍ନ ଆଳ ଦେଖାଇ ଟଙ୍କା ନେଇଛନ୍ତି। ପର ମୁହୂର୍ତ୍ତରେ ତାଙ୍କର ପୁରୁଷ ବନ୍ଧୁ ସହିତ ଧରାପଡ଼ି ସଞ୍ଜୟ ମହାନ୍ତି ବୋଲି ଜଣେ ଯୁବକ ସହିତ ତାଙ୍କ ବେଡ଼ରୁମ୍ରେ ସେ ଧରା ପଡ଼ିଲେ। ଶ୍ୱଶୁର ଘର ଲୋକ ତାଙ୍କୁ ଧରିଲେ। ଧରିଲା ପରେ ସେ ମୋ ପାଖରୁ ପୁଣି ଏକ ମିଛ FIR ଲେଖା କରାଇଲେ, ଯେଉଁ ବାବଦରେ ମୁଁ ତାଙ୍କୁ ପର ମୁହୂର୍ତ୍ତରେ ପଚାରିବାରୁ ସେ ମୋତେ ମଧ୍ୟ ଫସାଇ ଦେବେ ବୋଲିକି କହିଥିଲେ ଏବଂ ସତରେ ମଧ୍ୟ ଫସାଇ ଦେଲେ। ମୋ ପାଖରୁ ସେ ମୁଁ ଯେଉଁ ଟଙ୍କା ଦେଇଥିଲି ସେ ଟଙ୍କା ମାଗିବାରୁ ସେ ମୋ ନାଁରେ ଯାଇକି ସିମୁଳିଆ ଭଦ୍ରକରେ କେସ୍ ନ କରି ସିମୁଳିଆ ଥାନାରେ କେସ୍ କଲେ ଏବଂ ଯଦ୍ୱାରା କି ମୁଁ ମିଛରେ 167 ଦିନ ଭିତରେ ରହିଲି। ସିମୁଳିଆ ପୁଲିସ ୟାର କୌଣସି ଉଚିତ ତଦନ୍ତ ନ କରି ମୋତେ ମିଛରେ ଭିତରକୁ ପୁରାଇଥିଲା ଏବଂ ପରେ ପରେ ପୁଣି ଏଇ 10/8/2024 କରେ ନ୍ୟାସନାଲ ପେଟ୍ରୋଲ ପମ୍ପ ଚରମ୍ପାରେ ସେ ଉକ୍ତ ଭଦ୍ରମହିଳା ମୋତେ ଦେଖି ମୋତେ ମାରିବା ପାଇଁ ଗୁଡ଼େଇକି ରାସ୍ତାରେ ଗୁଡ଼େଇଲେ, ଯେ ବାବଦରେ ମୁଁ ମଧ୍ୟ ଥାନାରେ ଆଉ ଏକ ଏତଲା କରିଛି। ବର୍ତ୍ତମାନ ସେ ସ୍ତ୍ରୀ ଲୋକଙ୍କ ନାଁରେ 2ଟି ଏତଲା ହୋଇଛି ଥାନାରେ। ପୁଲିସ ତାଙ୍କୁ ବାରମ୍ବାର ଡକାଇଲେ, ପୁଲିସ ତାଙ୍କୁ 2 ଥର ତାଙ୍କ ଘରକୁ ଯାଇଥିଲେ ମଧ୍ୟ ସେ ପୁଲିସକୁ ଧରାଛୁଆଁ ଦେଉନାହାନ୍ତି, ପୁଲିସ ତାଙ୍କୁ ନୋଟିସ୍ କଲା ପରେ ଧରୁନାହାନ୍ତି। ତେଣୁ ମୋର ଏତିକି ନିବେଦନ ଆପଣମାନଙ୍କ ଥ୍ରୁରେ ଭଦ୍ରକ ପୁଲିସକୁ, ସେ ଏଭଳିଆ ନାରୀକୁ ତୁରନ୍ତ ଆରେଷ୍ଟ କରି ତାକୁ ଜେଲକୁ ପଠାଯାଉ। ଏବଂ ମୋ ପାଖରୁ 4 ଲକ୍ଷ ଟଙ୍କା ସେ ନେଇଥିଲେ, ତା ଦେହରୁ 70,000 ଟଙ୍କା ସେ 3 ବର୍ଷ ଭିତରେ ଫେରାଇଛନ୍ତି। କ'ଣ ପାଇଁ ଦେଇଥିଲେ ପଇସା ଦେବାର କାରଣ? ସେ ତାଙ୍କ ପୁଅର ପାଠ ପଢ଼ା ବାବଦରେ ମଝିରେ ମୋତେ କହିଲେ ମୋ ସୁନା ଗହଣା ମୋ ସ୍ୱାମୀ, ସେ ସବୁବେଳେ ତାଙ୍କ ଶ୍ୱଶୁର ଘର ବିରୁଦ୍ଧରେ ସ୍ୱାମୀ ବିରୁଦ୍ଧରେ ମୋତେ କୁହନ୍ତି ଏବଂ କହିକି ତାଙ୍କ ପ୍ରତି ଗୋଟେ ସମବେଦନା ସୃଷ୍ଟି କରିଥାନ୍ତି। এইভাবে করিকি মো উপর সে থরে কহিলে মু মুথুট ফাইনান্সরে মো স্বামী সব পকাই দিয়েছেন বন্ধা মো সুনা তাকে খোলি মতো 2 লক্ষ টাকা দিও। তেণু মু মো ঘনিষ্ঠ বন্ধুত্বর ঘনিষ্ঠতা দৃষ্টি তাকে 2 লক্ষ টাকা দিয়ে পরে কহিলে বড় পুয়ার এডমিশন কলেজের হব 2 লক্ষ টাকা দিও পুଣି নেইলে বহুত মাগিলা পরে সে পয়সা পত্র দেই নথলে। পরবর্তী মুহূর্তে সে ঘরে আসি থরে 50,000 টাকা ଦେଇଥିଲେ ଆପଣଙ୍କର ସେ 31/1/2023 এবং দ্বিতীয় থর 4/7/2023 ସେ ଆଉ ଥରେ ଆଣିକି ମୋ ଘରେ ନା ମୋ ଜୁନିୟର ଯିଏ ଆମର ସନ୍ଦୀପ ରାଉଳ ମୋରି ତାଙ୍କୁ ଡକେଇକି ତାଙ୍କ ଘର ପାଖରେ 20,000 ଟଙ୍କା ଦେଇଥିଲେ। ମୂଳମୂଳି ସେ 70,000 ଟଙ୍କା ମୋତେ ଫେରାଇଛନ୍ତି 4 ଲକ୍ଷ। ଏ ବିଷୟରେ ଆପଣ କେସ୍ କରିଛନ୍ତି? ଆଜ୍ଞା ଥାନାରେ ମୁଁ ଟାଉନ ଥାନାରେ ପ୍ରଥମେ କେସ୍ କରିଥିଲି 20/10/2023 ପୋଲିସ ତାଙ୍କୁ ଡକେଇଥିଲେ କିନ୍ତୁ ସେ ଧରାଛୁଆଁ ଦେଇକି ଆଇଲେନି, ବିଭିନ୍ନ ଆଳ ଦେଖାଇ ରହିଲେ। କିନ୍ତୁ ମୋତେ କହିଥିଲେ ପୁଲିସକୁ ଯେ 8-10 ଦିନ ଭିତରେ ଆସିବେ, କିନ୍ତୁ ନ ଆସି ସିମୁଳିଆ ପୁଲିସକୁ କରାୟତ୍ତ କରି 27/10 ସେଠି ମୋ ନାଁରେ ମିଛରେ କେସ୍ କଲେ, ଧର୍ଷଣ କେସ୍। ବର୍ତ୍ତମାନ ମୁଁ ନ୍ୟାୟ ଚାହୁଁଛି ଏବଂ ଏତିକି ମୋର ଅନୁରୋଧ ଭଦ୍ରକ ପୁଲିସକୁ ଏଭଳି ନାରୀକୁ ତୁରନ୍ତ ଗିରଫ କରାଯାଉ।